ଆମ ରୋଷେଇ ଘରେ ଏମିତି କିଛି ଅଦରକାରୀ ପରିବା ଚୋପା, ଅଦରକାରୀ ପାଣି ଏମିତି କିଛି ଅଛି ଯାହାର ବ୍ୟବହାର କରିକି ଆମେ ଗଛକୁ ସୁସ୍ଥ ରଖିପାରିବା। ଯାହାର ବ୍ୟବହାର ଆମେ କେବେ ହୁଏତ କରୁନଥିବା, କିନ୍ତୁ ଏବେ ଯଦି ଆପଣଙ୍କୁ ମୁଁ ଏଇ ବିଷୟରେ ଜଣେଇବି ନା, ଆପଣ ବି କେବେ ସେ ଜିନିଷକୁ ଆଉ ଜମା ଫିଙ୍ଗିବେନି। ତାର ବ୍ୟବହାର କରିକି ଆପଣ ବି ମୋ ପରିକା ସବୁବେଳେ 12 ମାସେ ଫୁଲ ପାଇବେ। ତ ଚାଲନ୍ତୁ ଅର୍ଗାନିକ ଉପରେ ଆମେ କେମିତି ବୋଷ୍ଟର ବନେଇବା ବା ପିଓର ଅର୍ଗାନିକରେ ଆମେ କେମିତି ଗାର୍ଡେନିଂ କରିବା। ଚାଲନ୍ତୁ ଆଜିର ଭିଡ଼ିଓରେ ତ ଇଏ ହେଲା ଆମର ହ୍ୟୁମିକ୍ ଫଲଭିକ୍ ଏସିଡ୍, ହ୍ୟୁମିକ୍ ଏସିଡ୍ ତା ସାଥିରେ ଏମିନୋ ଏସିଡ୍ର ଭରପୁର ମାତ୍ରାରେ ଥିବା ଗୋଟିଏ ତରଳ ଖତ, ଯାହାକି ଆମେ ଘରେ ଇଜିଲି ବନେଇ ପାରିବା। ପ୍ରାୟତଃ ଆପଣ ଗଛକୁ ମିନେରାଲ୍ସ, କ୍ୟାଲସିୟମ୍, ପୋଟାସିୟମ୍ ଏସବୁ ପାଇଁ ଆପଣଙ୍କୁ ବହୁତ ପ୍ରକାର ଖାଦ୍ୟ ଦେବାକୁ ପଡ଼ୁଥିବ ଆପଣଙ୍କ ଗଛକୁ। ତା ସାଥିରେ ଛୋଟ ବଡ଼ ଏମିତି ଗଛକୁ ସାର ବି ଦେବାକୁ ପଡ଼ୁଥିବ। ଥରେ ଏମିତି ପିଆଜ ଚୋପାର ଏମିତି ଫର୍ଟିଲାଇଜର ବନେଇକି ଦିଅନ୍ତୁ। ଅର୍ଗାନିକ ଉପରେ ଆଉ କୌଣସି ବାହାର ରେଡିମେଡ୍ରେ ଆପଣଙ୍କୁ ଫର୍ଟିଲାଇଜର କିଣିବାକୁ ପଡ଼ିବନି କି ବୁଷ୍ଟର କିଣିବାକୁ ପଡ଼ିବନି। ପିଆଜ ଚୋପାରୁ ଗଛକୁ ସଠିକ୍ ପରିମାଣରେ ଫସ୍ଫରସ୍ ଆଉ ନାଇଟ୍ରୋଜେନ୍ ମଧ୍ୟ ମିଳିଥାଏ। ତା ସହିତ ଗଛରେ କୌଣସି ଯେଉଁ ମାଟି ରୁହେ ତ ମାଟିକୁ ହିଁ ସୁସ୍ଥ ରଖିଥାଏ, ଯେମିତିକା କୌଣସି ଖରାପ ଜୀବାଣୁ ଜନ୍ମି ନଥାଏ। ତ ସେଥିପାଇଁକା ପିଆଜ ଚୋପାକୁ ଏମିତି ଫର୍ଟିଲାଇଜର କରିକି ଶୀତ ଦିନରେ ଅଧିକ ଟିକେ ଗାଢ଼ା କରିକି ଦେବେ, ଆଉ ଖରା ଦିନେ ଟିକେ